ଶୀତୁଆ ଶୀତୁଆ ପାଗରେ ଗରମା ଗରମ ଆଉ ଚଟପଟା କିଛି ଗୋଟେ ମିଳିଗଲେ ପାଗର ମଜା ହିଁ ଆସିଯାଏ। ତ ସେଇପରି ଭାବରେ ଆମେ ଆଜି ଗୋଟେ ରେସିପି ବନେଇବା ଯେଉଁଟାକି ଦେଶୀ ସୁପ୍, ଆଉ ତା ନାଁ ହେଉଛି କାଞ୍ଜି, ଯେଉଁଟାକି ଆପଣମାନେ ଖାଲି ହିଁ ଖାଇଲେ ତାର ଟେଷ୍ଟଟା ବହୁତ ହି ବଢ଼ିଆ ଆସେ, ଚଟପଟା ଲାଗିଥାଏ ଆଉ ତାର ଖାଇବାର ଗୋଟେ ନିଆରା ମଜା ଥାଏ। ଆପଣମାନେ ତାକୁ ଭାତ ସାଙ୍ଗରେ ଖାଇପାରିବେ, କିନ୍ତୁ ମୁଁ ସଜେଷ୍ଟ କରିବି ନା ଖାଲି ହିଁ ଖାଆନ୍ତୁ, ଦେଖିବେ ବହୁତ ହି ବଢ଼ିଆ ଲାଗିବ। ଆଉ ତା ପାଇଁ ଏଠି ମୁଁ କ'ଣ କରିଛି ନା, ମୋ ପାଖରେ ଯେହେତୁ ଖୁଦ ଚାଉଳ ନଥିଲା, ତ ଏଠି ଅରୁଆ ଚାଉଳକୁ ମୁଁ କ'ଣ କରିଛି ନା 2 ରୁ 3 ଥର ମିକ୍ସି ଜାରରେ କ'ଣ କରିଛି ନା ତାକୁ ଗ୍ରାଇଣ୍ଡ କରି ନେଇଛି, ଯେମିତିକି ଏଇଟା ଦରଦରା ଖୁଦ ଭଳିଆ ହିଁ ହେଇଯିବ। ତ ଆପଣମାନଙ୍କ ପାଖରେ ଯଦି ନଥିବ ତ ଆପଣମାନେ ଏମିତି ହିଁ ବନେଇକି ନେଇଯିବେ, ନାହିଁ ତ ଯଦି ଖୁଦ ଥାଏ ତାହେଲେ ଆପଣମାନେ ଡାଇରେକ୍ଟ ଖୁଦକୁ ହିଁ ନେଇପାରିବେ। ତ ଏଇଠି ମୁଁ ଅଧ ଗିନା ନେଇଯାଇଛି, ତ ତାକୁ ଏବେ ଭଲ ଭାବରେ ଧୋଇ ନେବା। ଯେହେତୁ ମୁଁ ଚାଉଳକୁ ଧୋଇ ନଥିଲି ତ ତାକୁ ଏଠି ଧୋଇକି ଏଠି ନେଇ ଆସିଛି। ତ ଏଇସବୁ ଭିତରେ ମୁଁ କ'ଣ କରିଛି ନା ଗୋଟେ ହାଣ୍ଡି ଭିତରେ ଅଧ ହାଣ୍ଡି ପାଣିକୁ ଭଲ ଭାବରେ ଏଠି ଗରମ କରିବା ପାଇଁ ଛାଡ଼ି ଦେଇଥିଲି। ଦେଖନ୍ତୁ ସେଇଟା ଫୁଟିବାକୁ ଲାଗିଲାଣି। ତ ଏଇ ଷ୍ଟେଜରେ ଆମେ କ'ଣ କରିବା ନା, ଯେଉଁ ଧୋଇକି ଆଣିଥିଲେ ଆମର ଯେଉଁ ଖୁଦ ଚାଉଳକୁ ତାକୁ ଏଥିରେ ଦେଇଦେବା ସବୁତକ। ତା ସହିତ ଏଥିରେ ଦେଇଦେବା ଅଧା ଚାମଚ ଆମେ ହଳଦୀର ଗୁଣ୍ଡ, ଆଉ ଏଇ ଯେଉଁ କାଞ୍ଜିକି ଦେଖିକି ଆମେ ଏଥିରେ ଦେଇଦେବା ଲୁଣ, ଆଉ ଯଦି ଆମକୁ ପଛରେ ଲୁଣ ଦରକାର ପଡ଼ିଲା ତାହେଲେ ଆମେ ଦେବା। ତ ଏଇଠି ମୁଁ ଅଧା ଚାମଚ ଭଳିଆ ଲୁଣ ଦେଇଛି। ଆଉ କାଞ୍ଜିରେ ଆମେ କିଛି ପରିବା ପକାଇବା ଯାହାର କି ଟେଷ୍ଟଟା ଯେମିତି ଭଲ ଆସିବ, ତ ସେଥିପାଇଁ ମୁଁ ଏଠି ନେଇଯାଇଛି କିଛି ମୂଳା, ଅମୃତଭଣ୍ଡା, ଆଉ ଆମର ଶିମ୍ବ, ଗାଜର ଆଉ ବାଇଗଣକୁ ଏଠି କାଟିକି ପାଣିରେ ମୁଁ ରଖିଛି। ଯଦି ଆପଣମାନଙ୍କ ଭିତରୁ ମାନେ ଏଇ ପରିବା ଭିତରୁ ଆପଣଙ୍କୁ କିଛି ଭଲ ଲାଗେନି ବା ପସନ୍ଦ ନାହିଁ, ତାହେଲେ ଆପଣମାନେ ଏଠି ସ୍କିପ୍ ମଧ୍ୟ କରିପାରିବେ। ତ ଏଇଠି ମୁଁ 2ଟା ଟମାଟୋ ନେଇଥିଲି, ଗୋଟେ ବଡ଼ ସାଇଜ୍ର ଗୋଟେ ଛୋଟ ସାଇଜ୍ର। ଆଉ ବଡ଼ ସାଇଜ୍ର ଟମାଟୋକୁ ମୁଁ କ'ଣ କରିଛି ନା ମିକ୍ସି ଜାରରେ ବିନା ପାଣି ଦେଇକି ବଢ଼ିଆ ସେ ଗ୍ରାଇଣ୍ଡ କରିକି ନେଇ ଆସିଛି। ତ ଏପଟେ ଆମେ କ'ଣ କରିବା ନା ଗୋଟେ ଫୁଟଣ ଆସିବା ପାଇଁ ଛାଡ଼ି ଦେଇଥିଲି। ତ ଏଇଠି ଦେଖନ୍ତୁ ଏଇଟା ଆମର ମାନେ ଫୁଟି ଆସିଲାଣି, ମାନେ ଯେହେତୁ ଆମେ ଯେଉଁ ଖୁଦ ଚାଉଳକୁ ପକାଇଥିଲେ। ତ ଏଇଟା ଦେଖନ୍ତୁ ଟିକେ ଆମର ମାନେ ଖୁଦଟା ବି ଖୋଲିଗଲାଣି। ତ ଏଇ ଷ୍ଟେଜରେ ଆମେ କ'ଣ କରିବା ନା, ଯେଉଁ ପରିବା ଗୁଡ଼ିକ ଆମର ମାନେ ସିଝିବା ପାଇଁ ବହୁତ ସମୟ ନେଇଥାଏ, ତ ଯେମିତିକି ଗାଜର ହେଲା, ମୂଳା ଆଉ ଅମୃତଭଣ୍ଡା, ଯେଉଁ ସବୁ ପରିବା ଆମେ ନେଇଛେ ତ ତାକୁ ଆମେ ପ୍ରଥମେ ପକାଇଦେବା। ଆଉ ୟାକୁ ମିନିମମ୍ ଆମକୁ 6ରୁ 7 ମିନିଟ୍ ଲାଗିବ ସିଝିବା ପାଇଁ। ତ ଆକୁ ଏମିତି ଅଧା ଘୋଡ଼େଇକି ହିଁ ଛାଡ଼ିଦେବା, କାହିଁକିନା ଏଇଟା ଉତୁରିଯିବ। ତ ଆକୁ ଆମେ ଛାଡ଼ିଦେବା ଯେମିତିକି 90% ଏସବୁ ପରିବା ଗୁଡ଼ାକ ସିଝିଯିବ। ତ ଦେଖିପାରୁଥିବେ ମୁଁ ଏଠି 7 ମିନିଟ୍ ପରେ ଆପଣମାନଙ୍କୁ ଚେକ୍ କରି ଦେଖୁଛି ପରିବା ଆମର ପୁରା ଅଧା ଅଧି ସିଝି ଯାଇଛି, ମାନେ 90% ସିଝି ଯାଇଛି। ତ ଏଇ ଷ୍ଟେଜରେ ବାକି ପରିବା ଯେମିତିକି ଆମର ଶିମ୍ବ ଥିଲା ଆଉ ଆମର ଥିଲା ବାଇଗଣ, ୟାକୁ ପକାଇଦେବା। ପକାଇ ସାରିଲା ପରେ ଏଇ ଷ୍ଟେଜରେ ଯେଉଁ ଟମାଟୋକୁ ଆମେ ବାଟିକି ଆଣିଥିଲେ ନା ବା ଗ୍ରାଇଣ୍ଡ କରିକି, ତାକୁ ଏଇଠି ଦେଇଦେବା। ତା ସହିତ ଯେଉଁ ଛୋଟ ଟମାଟୋକୁ ମୁଁ ରଖିଥିଲି, ତ ତାକୁ ଆମେ କ'ଣ କରିବା ନା ଏମିତି ଛୋଟ ଛୋଟ ପିସ୍ କରିକି କାଟିକି ଏଥିରେ ପକାଇବା, କାହିଁକିନା ତାର ଲୁକ୍ଟା ବଢ଼ିଆ ଆସିବ, ତା ସହିତ ତାର ଟେଷ୍ଟଟା ବି ଭଲ ଆସିବ। ତ ୟାକୁ ମଧ୍ୟ ଆମକୁ ବେଶ ସମୟ ନାହିଁ, 3 ମିନିଟ୍ ପାଖାପାଖି ଛାଡ଼ିଦେଲେ ଏଇଟା ଆମର କ'ଣ ହେବ ନା ଫୁଟିଯିବ ବା ସିଝିଯିବ। ତ ତାପରେ ମୁଁ ସେଥିରେ ଗୋଟେ ଖଣ୍ଡ ଦେଇଦେଇଛି ଆମ୍ବୁଲ, କାହିଁକିନା ଏଠି ମୋର ଟମାଟୋଟା ଖଟା ନଥିଲା, ତ ସେଥିପାଇଁ ମୁଁ ଦେଇଛି। ଯଦି ଆପଣ ଟମାଟୋ ବହୁତ ହି ଖଟା ଅଛି ତାହେଲେ ଆପଣ ଏଠି ଆମ୍ବୁଲକୁ ସ୍କିପ୍ କରିପାରିବେ। ତ ଏଇଠି ଦେଖନ୍ତୁ 3ରୁ 4 ମିନିଟ୍ ପରେ ଏଠି ଟମାଟୋ ଆଉ ବାକି ପରିବା ଗୁଡ଼ାକ ସବୁ ବଢ଼ିଆ ସେ ଏଠି ସିଝି ଯାଇଛି, ଆପଣମାନେ ଦେଖିପାରୁଥିବେ। ଆଉ କାଞ୍ଜିର ଯେଉଁ ଚାଉଳଟା ଆମେ ପକାଇଥିଲେ ବା ଯେଉଁ ଖୁଦଟା, ସିଏ ମଧ୍ୟ ବଢ଼ିଆ ସେ ଏଠି ଖୋଲି ଯାଇଛି। ତ ଏଇଠି ଆମର ଏଇଟା ରେଡ଼ି ହେଇଯାଇଛି। ତ ୟାକୁ ଆମେ ଟିକେ ସାଇଡ଼୍ କରିନେବା। ତ ଏଇଠି ଦେଖନ୍ତୁ ମୁଁ ରସୁଣ ନେଇଛି, ଆଉ ତାର ଚୋପାକୁ ବିଲକୁଲ ବି କାଢ଼ିନି। ଏଇଠି ନେଇଯାଇଛି ପାଖାପାଖି 12ରୁ 13 କୋଲା ଭଳିଆ ରସୁଣ, ଆଉ ତାକୁ ଆମକୁ ବିଲକୁଲ ବି ଦରଦରା ଭାବରେ ଛେଚିବାର ନାହିଁ, ବାସ୍ ତାକୁ ଖାଲି ଫଟେଇବାର ଅଛି। ତ ଦେଖନ୍ତୁ ମୁଁ ଖାଲି 2-2 ଖଣ୍ଡ ଭଳିଆ ତାକୁ ଏମିତି ଫଟେଇ ନେଇଛି, ବିଲକୁଲ ବି ଦରଦରା କରିବେନି ବା ଛେଚିକି ନେବେନି। ତ ଏଇଠି ଆମେ ନେଇଯିବା ଗୋଟେ ତଡ଼କା ପ୍ୟାନ୍, ତାକୁ ବଢ଼ିଆ ସେ ଗରମ କରିସାରିଲା ପରେ ସେଥିରେ ଦେଇଦେଉଛି ମୁଁ ପାଖାପାଖି 2ରୁ 3 ଚାମଚ ଭଳିଆ ରିଫାଇନ୍ ତେଲ। ତେଲ ଗରମ ହେଲା ପରେ ଆମେ ସେଥିରେ ଦେଇଦେବା 2ଟା ଶୁଖିଲା ଲଙ୍କା ଆଉ ଅଧା ଚାମଚ କରିକି ପଞ୍ଚୁ ଫୁଟଣ ଦେବେ, ଯେଉଁଟାକି ତାର ବାସ୍ନାଟା ବଢ଼ିଆ ଆସିବ ଏଇ କାଞ୍ଜିରେ। ଆଉ ସେସବୁ ଟିକେ ଫୁଟିଗଲା ପରେ ଆମେ ଯେଉଁ ରସୁଣକୁ 2-2 ଖଣ୍ଡ କରିକି ଛେଚିକି ରଖିଥିଲେ ନା, ସବୁତକ ଏଇଠି ପକାଇଦେବା। ଆଉ ତାକୁ ଟିକେ ଆମକୁ ହାଲକା ଭାଜି ନେବା। ଆଉ ଏଠି ରସୁଣଟାକୁ ମନେ ରଖିବେ ବିଲକୁଲ ବି ଅଧିକ ସମୟ କରିକି ତାକୁ ମାନେ ଭାଜିବେନି, କାହିଁକିନା ଟିକେ ଟିକେ କଞ୍ଚା ଭଳିଆ ଥିବ, ତାର ବାସ୍ନାଟା ବଢ଼ିଆ ଆସିବ ଏଥିରେ। ଆଉ ସେଥିରେ କିଛି ଭୃଷଙ୍ଗ ପତ୍ର ପକାଇକି ତାକୁ ବାସ୍ ଟିକେ ଗୋଳେଇ ନେବାର ଅଛି। ତ ଏଇଠି ଟିକେ ୟାକୁ ଗୋଳେଇ ସାରିଲା ପରେ ମୁଁ ଏଇଠି 3ଟା କଞ୍ଚା ଲଙ୍କା ଯେଉଁଟାକି ମଝିରୁ କଟ୍ କରିକି ଦେଇଦେଉଛି। ଯଦି ଆପଣମାନଙ୍କୁ ରାଗ ପସନ୍ଦ ନାହିଁ ତାହେଲେ ଆପଣମାନେ ଏଇଠି କ'ଣ କରିବେ ନା କଞ୍ଚା ଲଙ୍କାକୁ ଆଉ
ଆଭଏଡ଼ ମଧ୍ୟ କରିପାରିବେ ବା ସ୍କିପ୍ ମଧ୍ୟ କରିପାରିବେ। ତ ୟାକୁ ପକାଇ ସାରିଲା ପରେ ଆଉ କିଛି ସେକେଣ୍ଡ ପର୍ଯ୍ୟନ୍ତ ମୁଁ ୟାକୁ ଟିକେ ଭାଜି ନେଉଛି। ଦେଖିପାରୁଥିବେ ଏଇଟା ବଢ଼ିଆ ସେ ଏବେ ଛୁଙ୍କ ଆମର ରେଡ଼ି ହେଇଯାଇଛି। ତ ଏବେ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିନେବା। ଆଉ ସେପଟେ ଆମେ କ'ଣ କରିବା ନା ଡାଇରେକ୍ଟଲି ସାଙ୍ଗେ ସାଙ୍ଗେ ନେଇକି ସେ କାଞ୍ଜି ଦେହରେ ଆମେ କ'ଣ କରିବା ନା ପକାଇଦେବା। ତ ଏଇଠି କାଞ୍ଜିରେ ପକାଇ ସାରିଲା ପରେ ଆମେ ଫଟାଫଟ କ'ଣ କରିବା ନା ତା'ର ଢକ୍କନକୁ ବନ୍ଦ କରିକି ତାକୁ 2 ମିନିଟ୍ ପାଖାପାଖି ଛାଡ଼ିଦେବା, ଯେମିତିକି ତା ଭିତରେ ସବୁତକ ସେ ଯେଉଁ ମାନେ ଛୁଙ୍କର ଫ୍ଲେଭରଟା ପଳାଇ ଆସିବ ଆଉ ତା'ର ଟେଷ୍ଟଟା ମଧ୍ୟ ବହୁତ ହି ବଢ଼ିଆ ଆସିବ। ଦେଖିବେ ତ ଏଇଠି ମୁଁ ଆପଣଙ୍କୁ କାଢ଼ି ଦେଖୁଛି, ତା ଲୁକ୍ ଦେଖନ୍ତୁ କେତେ ବଢ଼ିଆ ଆସିଛି। ଆଉ ଯେଉଁ ଟମାଟୋ ବଟା ଦେଇଥିଲେ ସେଥିପାଇଁ ତା'ର କଲର୍ଟା ମଧ୍ୟ ଚେଞ୍ଜ ହେଇଯାଇଛି। ଏବେ ଏଇ ଛୁଙ୍କକୁ ଆ ସହିତ ବଢ଼ିଆ ସେ ଗୋଳେଇ ନେଲା ପରେ ତ ମୁଁ ଏବେ କ'ଣ କରିବି ନା ସେଥିରେ ପକାଇ ଦେଉଛି ପୁରା ଫ୍ରେଶ୍ କଟା ଧନିଆ ପତ୍ରକୁ। ବାସ୍ ଏସବୁକୁ ପକାଇ ସାରିଲା ପରେ ଆପଣମାନେ ଯଦି ଟିକେ ଲୁଣକୁ ଏଠି ଚେକ୍ କରିପାରିବେ, ଯଦି ଆପଣଙ୍କର ଟିକେ ଅଲଣା ହେଇଥିବ କି ମାନେ ତାହେଲେ ଆପଣମାନେ କ'ଣ କରିବେ ନା ତାକୁ ଆଉ ଟିକେ ଲୁଣ ଏଇ ଟାଇମ୍ରେ ଦେଇପାରିବେ। ବାସ୍ ଏଇଠି ଆପଣଙ୍କର ରେଡ଼ି ହେଇଯାଇଛି ଦେଶୀ ସୁପ୍ ବା କାଞ୍ଜି। ତ ଗରମା ଗରମ ସମସ୍ତଙ୍କୁ ଏମିତି ଶୀତଦିନ ପାଗରେ ବନେଇକି ଦିଅନ୍ତୁ, ତା'ର ମଜା ନିଅନ୍ତୁ। ଆଉ କିପରି ଲାଗିଲା ଆମ କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ।